ଭଉଣୀ କାନ୍ଧରେ ଭାଇର ଭାଗ୍ୟ ଏହି ଶୀର୍ଷକ ଉପରେ କୋଣାର୍କ ଲାଇଫ୍ର ଏକ ନ୍ୟୁଜ୍ ପ୍ରସାରଣ ହୋଇଥିଲା। ତେବେ ଏହି ଖବର ପ୍ରସାରଣ ପରେ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଚମ୍ପୁଆ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଅସହାୟ ଭାଇ ଆଲୋକକୁ ସହାୟତା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲାର ରଜିଆ ପଞ୍ଚାୟତ ହୁଡ଼ିସାହିରେ ଥିବା ଆଲୋକ ଦୀର୍ଘ 6 ବର୍ଷ ହେବ ରୋଗରେ ପୀଡ଼ିତ ହୋଇ କାମଦାମ କରିବାକୁ ଅକ୍ଷମ, ଯାହାଫଳରେ ସେ ତାଙ୍କ ଭଉଣୀ ନିରାଶା ମୁଣ୍ଡାଙ୍କ ଉପରେ ବୁଝ ପାଲଟିଛନ୍ତି। ଏମିତିକି ସେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚାଲିବା ଶକ୍ତି ହରାଇବା ପରେ ଘର ବିଛଣାରେ ପଡ଼ି ରହିଛନ୍ତି। ସେପଟେ ତାଙ୍କ ଭଉଣୀ ନିରାଶ ସ୍ଥାନୀୟ ଲୋକଙ୍କର ଗୋରୁ ଚରାଇ ଆଣୁଥିବା ଅର୍ଥରେ ଉଭୟ ଭାଇ ଭଉଣୀ ବହୁ କଷ୍ଟରେ ଚଳୁଛନ୍ତି। ଏଥିସହିତ ଦୁଇ ଭାଇ ଭଉଣୀ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ରାସନ କାର୍ଡ ପାଇବାରୁ ମଧ୍ୟ ସେମାନେ ବଞ୍ଚିତ ହୋଇଛନ୍ତି। ତେଣୁ ଏହି ଅସହାୟ ଭାଇ ଭଉଣୀଙ୍କ ଖବର କୋଣାର୍କ ଲାଇଭ୍ ନ୍ୟୁଜ୍ରେ ପ୍ରକାଶ ପରେ ଚମ୍ପୁଆ ବିଧାୟିକା ଏଥିପ୍ରତି ଉଦ୍ବେଗ ପ୍ରକାଶ କରିବା ସହିତ ବ୍ଲକ ସଭାପତିଙ୍କୁ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାକୁ ନେଇ ବିଜୁ ଜନତା ଦଳ ସଭାପତି ଓ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ଅନ୍ୟ କର୍ମୀମାନେ ତାଙ୍କ ଘରେ ପହଞ୍ଚି ସେମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି। କେନ୍ଦୁଝର ଜିଲ୍ଲା ଚମ୍ପୁଆରୁ ଛତ୍ରପତି ନାୟକଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।